ଆଉ ଏକ ନୂଆ କ୍ଲାସକୁ ମୋର ସମସ୍ତ ପାଠକ ମଣ୍ଡଳୀମାନଙ୍କୁ ପ୍ରଥମେ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେ ହାଡ଼ିଦାସଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା। ହାଡ଼ିଦାସ ଜଣେ ମାଳିକାକାର ଓ ଛତିଆ ବଟର ପ୍ରତିଷ୍ଠାତା ଭାବରେ ପରିଚିତ। ସେ ଅନେକ ଚଉତିଶା, ଶ୍ରୁତି, ଭବିଷ୍ୟ ମାଳିକା, ସ୍ୱରଶାସ୍ତ୍ର, ଜଣାଣ ଓ ରଥଯାତ୍ରା ଗୀତ ଆଦି ରଚନା କରିଯାଇଛନ୍ତି। ହାଡ଼ିଦାସ 1772 ମସିହାରେ ଯାଜପୁର ଜିଲ୍ଲାର ଛତିଆବଟ ନିକଟସ୍ଥ ଚମ୍ପାପୁର ଗ୍ରାମରେ ମକର ସଂକ୍ରାନ୍ତି ଦିନ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଚେମଇ ଓଝା ଓ ମାତାଙ୍କ ନାମ ଦେବକୀ ଥିଲା। ସେ ଖୁବ୍ କମ୍ ବୟସରେ ନିଜ ପିତାଙ୍କୁ ହରାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ଏକମାତ୍ର ଭଉଣୀଙ୍କର ମଧ୍ୟ ତିରୋଧାନ ଘଟିଥିଲା। ସେ ମାତ୍ର 21 ବର୍ଷ ବୟସରେ ବିବାହ କରିଥିଲେ, କିନ୍ତୁ ଅଷ୍ଟମଙ୍ଗଳା ଦିନ ତାଙ୍କ ପତ୍ନୀଙ୍କର ଦେହାନ୍ତ ଘଟିଥିଲା। 30 ବର୍ଷ ବୟସରେ ସେ ପଦ୍ମାବତୀଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ ମଧ୍ୟ ପଦ୍ମାବତୀଙ୍କ ନିଧନ ଯୋଗୁଁ ତାହା କ୍ଷଣସ୍ଥାୟୀ ଥିଲା। ଏହି ଦୁଃଖଦ ପରିସ୍ଥିତିରେ ଥାଇ ମଧ୍ୟ ସେ ବିପୁଳ ସାହିତ୍ୟ ସର୍ଜନା କରିପାରିଛନ୍ତି। ହାଡ଼ିଦାସ ଛତିଆ ପାହାଡ଼ସ୍ଥିତ ବରଗଛ ମୂଳେ ଛତିଆବଟ ପ୍ରତିଷ୍ଠା କରିଛନ୍ତି। ତାଙ୍କରି ନାମରେ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ଛତିଆକୁ ନାମିତ କରାଯାଇଛି। ତାଙ୍କ ବଂଶଲତା ସମ୍ପର୍କରେ ଜାଣି ରଖିବା। ଚୁଇଁ ଓଝାଙ୍କଠାରୁ ଜନ୍ମଗ୍ରହଣ କରିଥିଲେ ଚେମାଇ ଓଝା। ଚେମାଇ ଓଝାଙ୍କର 3ଟି ସନ୍ତାନ ଥିଲେ, ସନାତନ ଦାସ, ହାଡ଼ିଦାସ, ସତ୍ୟାନନ୍ଦ ଦାସ। ସନାତନ ଦାସଙ୍କଠାରୁ ଜନ୍ମଗ୍ରହଣ କରିଥିଲେ ମନ୍ଦର ଦାସ। ହାଡ଼ିଦାସଙ୍କଠାରୁ ଜନ୍ମଗ୍ରହଣ କରିଥିଲେ ସାଧୁ ଦାସ। ମନ୍ଦର ଦାସଙ୍କଠାରୁ ଜନ୍ମଗ୍ରହଣ କରିଥିଲେ ଗୋବିନ୍ଦ ଦାସ। ସାଧୁ ଦାସଙ୍କଠାରୁ ଜନ୍ମଗ୍ରହଣ କରିଥିଲେ ସୀନ ଦାସ, ପଞ୍ଚୁ ଦାସ, ଦିବାକର ଦାସ, ରଘୁବର ଦାସ। ଗୋବିନ୍ଦ ଦାସଙ୍କଠାରୁ ଜନ୍ମଗ୍ରହଣ କରିଥିଲେ ନିଧି ଦାସ, ମଧୁ ଦାସ। ରଘୁବର ଦାସଙ୍କର କୌଣସି ସନ୍ତାନ ନଥିଲା। ସେ ପୋଷ୍ୟପୁତ୍ର ଭାବରେ ଭଗବାନ ଦାସଙ୍କୁ ଗ୍ରହଣ କରିଥିଲେ। ମଧୁ ଦାସଙ୍କଠାରୁ ଜନ୍ମଗ୍ରହଣ କରିଥିଲେ ମଣି ଦାସ। ଭଗବାନ ଦାସଙ୍କଠାରୁ ଜନ୍ମଗ୍ରହଣ କରିଥିଲେ ହରିକୃଷ୍ଣ ଦାସ, ପରମାନନ୍ଦ ଦାସ। ମଣି ଦାସଙ୍କଠାରୁ ଜନ୍ମଗ୍ରହଣ କରିଥିଲେ ରାଜକିଶୋର ଦାସ। ହରିକୃଷ୍ଣ ଦାସଙ୍କଠାରୁ ଜନ୍ମଗ୍ରହଣ କରିଥିଲେ ତନୁ ଦାସ, ରାମଚନ୍ଦ୍ର ଦାସ। ରାଜକିଶୋର ଦାସଙ୍କଠାରୁ ଜନ୍ମଗ୍ରହଣ କରିଥିଲେ ଅମରେଶ୍ୱର ଦାସ, କୁଳମଣି ଦାସ। କିମ୍ବଦନ୍ତୀ କ'ଣ କୁହେ ସେ ସମ୍ପର୍କରେ ମଧ୍ୟ ଜାଣି ରଖିବା। ଛତିଆବଟକୁ ନେଇ ପ୍ରଚଳିତ କିମ୍ବଦନ୍ତୀ ହେଉଛି ଏହିଭଳି। ରାଜଦରବାରରେ ରକ୍ଷଣଶୀଳ ବ୍ରାହ୍ମଣମାନଙ୍କ ଅଭିଯୋଗ କ୍ରମେ ଦର୍ପଣୀର ରାଜା ଗୁଲଜାର ହୋସେନ ହାଡ଼ିଦାସଙ୍କୁ କହିଲେ, ବ୍ରାହ୍ମଣମାନଙ୍କ ଅଭିଯୋଗ ହେଲା, ଆପଣ ଜାତିଭେଦ ନ ମାନି ସମସ୍ତ ଜାତିର ଲୋକଙ୍କ ସହ ମିଶି ଖାଇବା ପିଇବା କରୁଛନ୍ତି, ନାମ ଭଜନ କରୁଛନ୍ତି। ଆପଣଙ୍କ ସହ ରହିଛନ୍ତି ବ୍ରାହ୍ମଣ, ତେଲି, ପାଣ, ମାଳି, କଣ୍ଡରା ଆଦି ଜାତିର ଲୋକ। ଏହାଦ୍ୱାରା ହିନ୍ଦୁ ଧର୍ମ କଳୁଷିତ ହେଉଛି। ହାଡ଼ିଦାସ କହିଲେ, ମଣିମା, ଆପଣ ତ ଜାଣନ୍ତି ଆମର ପୁଣ୍ୟପୀଠ ଶ୍ରୀକ୍ଷେତ୍ର ପୁରୀଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଭୋଗକୁ ମହାପ୍ରସାଦ ଭାବରେ ଆଚାଣ୍ଡଳ ବ୍ରାହ୍ମଣ ସମସ୍ତେ ଜାତି ବର୍ଣ୍ଣ ନିର୍ବିଶେଷରେ ସେବା କରନ୍ତି। ମୁଁ ସେହି ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଣାମ କରି ମୋର ଗୁରୁ ଭାଇମାନଙ୍କ ସହ ଏକାଠି ବସି ମହାପ୍ରସାଦ ସେବନ କରୁଛି। ଏହା ଶୁଣି ବ୍ରାହ୍ମଣମାନେ ସ୍ୱର ଉତ୍ତୋଳନ କରି କହିଲେ, ଖାଲି କହିଦେଲେ କଥାଟା ସତ ବୋଲି ପ୍ରମାଣିତ ହୋଇଯିବ ନାହିଁ। ଆପଣ ସବୁବେଳେ ମହାପ୍ରସାଦ ସେବନ କରୁଥିବାର ପ୍ରମାଣ ଦିଅନ୍ତୁ। ହାଡ଼ିଦାସ ନିର୍ବିକାର ଚିତ୍ତରେ ଦୃଢ଼ ଆଧ୍ୟାତ୍ମିକ ଶକ୍ତି ବଳରେ ଉତ୍ତର ଦେଲେ, ହଁ ମଣିମା, ଆପଣଙ୍କ ଆଦେଶରେ ମୁଁ ପ୍ରମାଣ ଦେବାକୁ ପ୍ରସ୍ତୁତ। ହାଡ଼ିଦାସ କଂସା ପିତ୍ତଳ ବା ରସର ବାସନ ବ୍ୟବହାର କରନ୍ତି ନାହିଁ। ସେ ବ୍ୟବହାର କରନ୍ତି କାଠ ତିଆରି ବାସନ। ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି କାଠ ବାସନଟି ଝୁଲାରୁ ବାହାର କରି ତଳେ ରଖିଲେ। ତାପରେ ସେ
ସେହି ଶୂନ୍ୟ ବାସନଟିକୁ ଶୂନ୍ୟକୁ ଉଠାଇ ଟେକି ଧରି କହିଲେ, ହେ ଜଗନ୍ନାଥ ମହାପ୍ରଭୁ, ତୁ ଭକ୍ତ ରକ୍ଷକ, ତୋ ବିନୁ ଅନ୍ୟ ଗତି ନାହିଁ। ହାଡ଼ିଦାସଙ୍କ କଥା ଶୁଣି ଜଗନ୍ନାଥ ଭକ୍ତର ମନୋବାଞ୍ଛା ପୂରଣ କଲେ। ଶୂନ୍ୟ ବାସନ ମହାପ୍ରସାଦରେ ପରିପୂର୍ଣ୍ଣ ହୋଇଗଲା। ହାଡ଼ିଦାସଙ୍କ ଅପୂର୍ବ ମାହାତ୍ମ୍ୟ ଦେଖି ରାଜା ଗୁଲଜାର ହୋସେନ ଅତ୍ୟନ୍ତ ମୁଗ୍ଧ ହେଲେ ଏବଂ ଛତିଆ ହୁଡ଼ି ଉପର ବରଗଛ ତଳ 7 ଗୁଣ୍ଠ ଜମି ନିଷ୍ପର ସତ୍ୟ ଭାବରେ ହାଡ଼ିଦାସଙ୍କୁ ପ୍ରଦାନ କଲେ। ସେହି ସ୍ଥାନ ଛତିଆବଟ ନାମରେ ଖ୍ୟାତ ବୋଲି ଆମେମାନେ କହିପାରିବା। ତାଙ୍କ ଦ୍ୱାରା ରଚିତ ରଚନାବଳୀ ଗୁଡ଼ିକ ହେଉଛି ଶୂନ୍ୟକଳ୍ପ ଗୀତା, ଭାବନାବର, ଶଙ୍ଖନାଦୀ, ଶ୍ରୀକ୍ଷେତ୍ରରୁ ଗୌରବ ଓ ଜଗନ୍ନାଥ ତତ୍ତ୍ୱ ବର୍ଣ୍ଣିତ, ଲକ୍ଷ୍ମୀଧର ବିଳାସ, କାଳଜ୍ଞାନ, ହନୁମନ୍ତ ଗୀତା, ଅନନ୍ତଗୁପ୍ତ ଟୀକା, କ୍ଷେତ୍ର ମହାତମ, ଶଙ୍ଖନାଦୀ, ଭୈରବ ସ୍ତୁତି, ନୀଳମାଧବ ଗୀତା, ବ୍ୟାସବିଷେ, ଷୋଡ଼ଶାସ୍ତ୍ର, ଗୃହସମ, ନିଶ୍ଚଳ ଜ୍ଞାନଗୀତା, ତୃସ୍ତ, ଅନନ୍ତ ଭୋଇ ଇତ୍ୟାଦି ଥିଲା ତାଙ୍କର ରଚନାବଳୀ ଗୁଡ଼ିକ। ଏହି ହେଉଛି ହାଡ଼ିଦାସ ସମ୍ପର୍କିତ ଏକ ସାମୂହିକ ଆଲୋଚନା। ଏ ଆଲୋଚନାଟି ଯଦି ପାଠକମାନଙ୍କୁ କିଛି ମାତ୍ରାରେ ସହଯୋଗ କରିପାରେ ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ ଏବଂ ନିଜସ୍ୱ ଅଭିମତ ନିଶ୍ଚିତ ଭାବରେ ପ୍ରଦାନ କରିବେ।